ସ୍ତୁତି ଚିନ୍ତାମଣି ଅଣସ୍ତରୀ ବୋଲି। ବାଳକ ବୋଇଲେ ଶୁଣସି ହୋ ବାବା ଅଜ୍ଞାନ ଆମ୍ଭର ବୁଦ୍ଧି। କିସ କିସ ତୁମ୍ଭେ ଆମ୍ଭଙ୍କୁ କହୁଛ ବୁଝି ନ ପାରୁଛୁ ଭେଦି। ଏବ ୟସେ ଆମ୍ଭ ଚଞ୍ଚଳ ଯେ ମତି ଅଟୁ ଆମ୍ଭେ ବାଳ ଭୋଳା। ପାପ ପୁଣ୍ୟ କଥା କିଛି ହିଁ ନ ଜାଣୁ ଖାଇ ଖେଳି ଦିନ ଗଲା। କେଉଁ କଥା ପାପ କେଉଁ କଥା ପୁଣ୍ୟ ନୁହେଁ ଆମ୍ଭକୁ ଗୋଚର। ଖେଚଡ଼ ପ୍ରକୃତି ବୁଦ୍ଧି ଅଟେ ଆମ୍ଭ ଅନୁକ୍ଷଣେ ହର ବର। ଖଜା ଭୁଜା ଭାତ ତୁଣ କ୍ଷୀରି ପିଠା ଖାଇଲେ ଆମ୍ଭେ ଆନନ୍ଦ। କର୍ମ ଅକର୍ମ ବୁଦ୍ଧି କେମନ୍ତ ଅଟେ ନାହିଁ ଜାଣୁ ଭଲ ମନ୍ଦ। ସୁବୁଦ୍ଧି କୁବୁଦ୍ଧି କାହାକୁ ବୋଲନ୍ତି ନୁହଁଇ ଆମ୍ଭଙ୍କୁ ଜଣା। ଶିଶୁ ମେଳରେ ବହୁତ ସ୍ନେହ ଭରେ ଖେଳିବା କଥା ଭାବନା। ଆମ୍ଭେ ବୋଇଲୁ ତୁମ୍ଭେ ଯାହା ବୋଇଲ ଉଚିତ ପ୍ରମାଣ ସତ। ବାଳକମାନେ ସର୍ବ ଶୁଭରେ ଥାଅ ପାଇ କଲ୍ୟାଣ ବାଞ୍ଛିତ। ତୁମ୍ଭଙ୍କୁ ପାପ ପୁଣ୍ୟ କିଛି ନ ଲାଗେ ଅଜ୍ଞାନ ହେଉଛ ଯେଣୁ। ଗୁରୁଙ୍କ କୃପା ତୁମ୍ଭଙ୍କୁ ହୋଇଥାଉ ବାହୁଡ଼ି ଅଇଲୁ ତେଣୁ। ଜଣେ ଜଣେ ଆମ୍ଭେ ବୁଝାଇ କହିଲୁ ନୀଚ ଉଚ୍ଚ ପରିଜନ୍ତେ। ଏହି ଧର୍ମକୁ ସମସ୍ତେ ଆଶ୍ରେ କର ଶୂଦ୍ର ଚାଣ୍ଡାଳ ସହିତେ। ରାଜା ବ୍ରାହ୍ମଣଙ୍କୁ ବତାଇ କହିଲୁ ଏହି ଧର୍ମ ତୁମ୍ଭେ କର। ଏକଳି ଯୁଗରେ ଏହି ଏକା ନାମ ଆଉ ନାହିଁ ନା ସଂସାର। ମାତୃ ହରଣ କରିଥିବ ଯେ ଜନ ଏ ଧର୍ମେ କ୍ଷମା ପାଇବ। ଗୁରୁ ଅଗ୍ନି ରୂପ ମୂରତି ଅଟନ୍ତି ପାପ ଭାରା ହିଁ ପୋଡ଼ିବ। ସୁରା ପାନ କରିଥିବ ଯେଉଁ ଜନ କାଟ ହୋଇବ ଦୂରିତ। ଏହି ଧର୍ମକୁ ଆଶ୍ରେ କଲା ମାତ୍ରକେ ମୁକ୍ତି ହେବ ପରାପତ। ବାଳ ହତ୍ୟା ଦୋଷ କରିଥିବ ଯେହୁ ପୋଡ଼ିବ ଯେ ପାପ ମାନ। ଗୁରୁଙ୍କୁ ସେବା ଯେହୁ କରିପାରିବ ମୋକ୍ଷ ହେବ ସେହୁ ଜନ। ସ୍ତ୍ରୀ ହତ୍ୟା ପାପ ଯେହୁ କରିଥିବ ମୋକ୍ଷ ହେବ ଏହୁ ଧର୍ମେ। ଜନମ ଯାକତା ଗୁରୁ ସେବା କରି ଚିତ୍ତ ରଖିଥିବ ନାମେ। ଅଜ୍ଞାନରେ ଯେତେ ପାପ କରିଥିଲେ ଏ ଧର୍ମେ ହୋଇବ କ୍ଷୟ। ଗୁରୁ ବ୍ରହ୍ମ ଯେବେ ସୁଦୟା କରିବେ ନଥିବ ମନରେ ଭୟ। ବ୍ରାହ୍ମଣ ହୋଇ ଶୂଦ୍ର ଯୋନିରେ ଇନ୍ଦ୍ରୀ ବଳାଇଥିବ ଯେମନ୍ତେ। ଧର୍ମ ଆଶ୍ରେ କଲେ ସେହି ପାପମାନ ଖଣ୍ଡନ ହେବ ତୁରିତେ। ରାଜାମାନେ ପ୍ରଜା ସ୍ତ୍ରୀ ହରିଥିଲେ ସେହି ପାପ ଯେବେ ଥିବ। ଏହି ଧର୍ମକୁ ଆଶ୍ରେ କରି ପାରିଲେ ଗୁରୁ ଆଜ୍ଞାରେ ପଡ଼ିବ। ଗଣ୍ଡାଏ ଯୁଗକୁ ଗଣ୍ଡାଏ ଗଣ୍ଡାଏ ଭଜନା ତିଆରି କରି। ସନ୍ଥ ଜନ ଦୁଷ୍ଟ ସମସ୍ତେ ତରନ୍ତୁ ହୃଦୟ ପଦ୍ମେ ବିଚାରି।
ବୃତ୍ତିକେ 4 ଗୋଟି ଲେଖେ ଭଜନା ଉତୁରାଇ କରି ଭାଗ ଘେନ ଘେନ ବୋଲି ସକଳ ଜନକୁ ବାଣ୍ଟି ଦେଇ 4 ଭାଗ। ଯେହୁ ଇଚ୍ଛା ସେହୁ ନାମକୁ ଭଜିଲେ ଏଥି କିଛି ଦୋଷ ନାହିଁ। କି ଅବା ସ୍ତ୍ରୀ ସେ କି ଅବା ପୁରୁଷ ଯେଜନ ପାରିବ ଧ୍ୟାଇ। ଆତ୍ମା ଭଗତିରେ ଦୋଷା ଦୋଷ ନାଇଁ ନୀଚ ଉଚ୍ଚ ସବୁ ସମ। ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାଇ ନିର୍ଗୁଣ ଏ ନାମ ବ୍ରହ୍ମ।